ସାଙ୍ଗମାନେ ଜୟ ଜଗନ୍ନାଥ ସ୍ୱାଗତ କରୁଛି କୋନା ଭିଡ଼ିଓକୁ। ଦେଖନ୍ତୁ ଟ୍ରିପଲ୍ ସି ତରଫରୁ ଆପଣଙ୍କର ଏଗେନ୍ SSD ର ଆପଣଙ୍କର ଡକୁମେଣ୍ଟ ଭେରିଫିକେସନ ଲିଷ୍ଟ ଆପଣଙ୍କର ଆସିଛି। ମାନେ ଜାଣିଥିବେ କି ଆପଣଙ୍କର ୟା ପୂର୍ବରୁ ମଧ୍ୟ ଡକୁମେଣ୍ଟ ଭେରିଫିକେସନ ହେଇଥିଲା କାହାର ନା ସାଂସ୍କ୍ରିଟ, ହିନ୍ଦୀ ଏବଂ ପିଟି, ଠିକ ଅଛି। ବଟ୍ ଏବେ ଆପଣଙ୍କର ଏଗେନ୍ ଆଉ ଥରେ ଆଡିସନାଲ ଆପଣଙ୍କର ଆଡ୍ କରାଯାଇଛି ପିଲାମାନଙ୍କୁ ଏବଂ ତାଙ୍କର ମଧ୍ୟ ଡକୁମେଣ୍ଟ ଭେରିଫିକେସନ କରାଯିବ, ତାର ଲିଷ୍ଟ ଆପଣଙ୍କର ବାହାରି ଅଛି। ঠিক ଅଛି। ତ ଦେଖନ୍ତୁ ଏ ଆପଣଙ୍କର ଡେଟ୍ ଆଜି 31 ଜାନୁଆରୀ 2024 ଆପଣଙ୍କର ଆଜିକା ଡେଟ୍। ଆଜି ଆପଣଙ୍କର ଇଏ 25 ପବ୍ଲିଶ କରାଯାଇଛି, ଯୋଉଥିରେ କି ଆପଣଙ୍କର ପବ୍ଲିକେସନ ଅଫ ପ୍ରୋଭିଜନାଲ ସ୍କ୍ରିନିଂ ଲିଷ୍ଟ ଆଡିସନାଲ ଏଟା ଆଡ୍ କରାଯାଇଛି। ଆପଣଙ୍କର ୟା ପୂର୍ବରୁ ମଧ୍ୟ ଡକୁମେଣ୍ଟ ଭେରିଫିକେସନ ହେଇଥିଲା, ବଟ୍ ଏବେ ପୁଣି ଥରେ ପିଲାମାନଙ୍କୁ ଆଡ୍ କରାଯାଇଛି ଏବଂ ଆଡ୍ କରିକି ପୁଣି ଥରେ ଆପଣଙ୍କର ଇଏ ଲିଷ୍ଟ କରାଯାଇଛି, ଠିକ ଅଛି। ତ ଦେଖନ୍ତୁ ଏଇଠି ଆପଣଙ୍କର ଡେଟ୍ ରହିଛି 5 ଫେବୃଆରୀ 2024 ରହିଛି ଆପଣଙ୍କର ଡକୁମେଣ୍ଟ ଭେରିଫିକେସନ ଡେ। କାହାର ନା ଆପଣଙ୍କ ସାଂସ୍କ୍ରିଟ ଟିଚର। ୟା ପରେ ମୁଁ ଆପଣଙ୍କୁ ପିଟି ଏବଂ ହିନ୍ଦୀର ମଧ୍ୟ ଦେଖେଇବି, ଠିକ ଅଛି। ଏବଂ ସେମାନେ ଯାଇକି ଯୋଉ ପିଲାମାନେ ସିଲେକ୍ସନ ହେଇଛନ୍ତି ଆପଣଙ୍କ ଲିଷ୍ଟ ମଧ୍ୟ ତଳେ ରହିଛି। ଆପଣଙ୍କର ଏଇ ଦେଖନ୍ତୁ ଏଇଠି ସବୁ ଡିଷ୍ଟ୍ରିକ୍ଟ ୱାଇଜ ଆପଣଙ୍କର ରହିଛି। ଅନୁଗୁଳ, ବରଗଡ଼, ବାଲେଶ୍ୱର, ବଲାଙ୍ଗୀର, ବୌଦ୍ଧ, କଟକ, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ଯାଜପୁର ସବୁ ରହିଛି, ଠିକ ଅଛି। ତ ଯୋଉ ପିଲାମାନେ ଆପଣଙ୍କ ସିଲେକ୍ସନ ହେଇଛନ୍ତି ଏଗେନ୍ ଆପଣଙ୍କୁ କଂଗ୍ରାଚୁଲେସନ। ଏବଂ ଦେଖନ୍ତୁ ଏଇଠି ଆପଣଙ୍କର ରହିଛି ଯେ ଆପଣମାନେ କୋର୍ଟ ଯାଇକି କରିବେ ଆପଣଙ୍କର ଯୋଉ ରହିଲା କଲେକ୍ଟର ଅଫିସ, ଠିକ ଅଛି। ଡିଷ୍ଟ୍ରିକ୍ଟ ଲେଭେଲ ବୋର୍ଡ ଯୋଉ ରହିଛି ସେଥିରେ ଆପଣମାନେ ଯାଇକି ଡକୁମେଣ୍ଟ ଭେରିଫିକେସନ କରିବେ ସବୁ ଡକୁମେଣ୍ଟ ଆପଣମାନେ ନେଇକି, ଠିକ ଅଛି। ଏବଂ କଣ କଣ ସବୁ ଡକୁମେଣ୍ଟ ଆପଣଙ୍କ ଆବଶ୍ୟକତା ରହିଛି ତା ମଧ୍ୟ ମୁଁ ଅଲରେଡି ଭିଡ଼ିଓ ବନେଇଛି। ଆପଣଙ୍କର ଲିଙ୍କ ରହିଛି ଭିଡ଼ିଓ ଡିସ୍କ୍ରିପସନରେ, ଆପଣମାନେ ଯାଇକି ଦେଖିପାରିବେ। ଏଠି ଦେଖନ୍ତୁ ଆପଣଙ୍କ ସାଇଟ୍ ମେନସନ କରାଯାଇଛି। ସାଇଟ୍ କୁ ଯାଇକି ଆପଣମାନେ ଆପଣଙ୍କର ଇଣ୍ଟିମେସନ ଲେଟର ସେ ଆପଣଙ୍କର ଟାଇମଲି ଇସ୍ୟୁ କରାଯିବ। ଏବେ ଆପଣଙ୍କ ଇସ୍ୟୁ ହେଇନି, ଠିକ ଅଛି। ଇଣ୍ଟିମେସନ ଲେଟରରେ ଆପଣଙ୍କର କୋଉଠି କରାଯିବ, ଭେନ୍ୟୁ, ଡେଟ୍ ସବୁ କିଛି ଆପଣଙ୍କର ମେନସନ ଥିବ, ଠିକ ଅଛି। ଆପଣମାନେ ଯଦି ଚାହୁଁଛନ୍ତି ଯେ ଯାଇକି ଆପଣମାନେ ଡକୁମେଣ୍ଟ ଭେରିଫିକେସନ କରିବେ ତାହେଲେ ଆପଣମାନେ ଯିବେ ନିହାତି। ଯଦି ଆପଣମାନେ ଚାହୁଁନାହାନ୍ତି ତାହେଲେ ଆପଣମାନଙ୍କର ସେ ସାଇଟରେ ହିଁ ରହିଛି ନଟ୍ ଇଣ୍ଟରେଷ୍ଟେଡ, ତ ସେ ସାଇଟରେ ଯାଇକି ଆପଣମାନେ ନଟ୍ ଇଣ୍ଟରେଷ୍ଟେଡ ଆପଣମାନେ କ୍ଲିକ୍ କରିପାରିବେ, ଠିକ ଅଛି। ତ ଦେଖନ୍ତୁ ଇଏ ହେଲା ଆପଣଙ୍କର ଡକୁମେଣ୍ଟ ଭେରିଫିକେସନ ଲିଷ୍ଟ ରହିଛି ଏଥିରେ। ଏବଂ ଆପଣଙ୍କର ଇଏ ହେଲା ସାଂସ୍କ୍ରିଟ। ଦେନ୍ ଦେଖନ୍ତୁ ଆପଣଙ୍କର ରହିଛି ପିଟି ର। ଦେନ୍ ଦେଖନ୍ତୁ ଏଇଠି ଆପଣଙ୍କର ଏଗେନ୍ ଏଇଠି ଆପଣଙ୍କର ପିଜି ପିଲାମାନଙ୍କର ରହିଛି ଡକୁମେଣ୍ଟ ଭେରିଫିକେସନ ଲିଷ୍ଟ, ଠିକ ଅଛି। ତାଙ୍କର ମଧ୍ୟ କିଛି ପିଲା ଆଡ୍ ହେଇଛନ୍ତି, ଆଡ୍ କରିକି ତାଙ୍କର ମଧ୍ୟ ଆପଣଙ୍କର ଏଇଠି ଡକୁମେଣ୍ଟ ଭେରିଫିକେସନ ପାଇଁ ଲିଷ୍ଟ ଆପଣଙ୍କର କଢାଯାଇଛି, ଯୋଉଟା କି ଆପଣଙ୍କର 5 ଫେବୃଆରୀ 2024 ତାଙ୍କର ମଧ୍ୟ ରହିଛି ଡକୁମେଣ୍ଟ ଭେରିଫିକେସନ ସେ ସେମ୍ ଡେରେ ରହିଛି। ତ ଆପଣମାନେ ମଧ୍ୟ ଇଣ୍ଟିମେସନ ଲେଟର ଡାଉନଲୋଡ କରିପାରିବେ। ଆପଣମାନେ ସାଇଟ୍ କୁ ଯାଇକି ଆପଣଙ୍କର www.triplec ସାଇଟ୍ ରହିଛି, ସାଇଟ୍ କୁ ଯାଇକି ଆପଣଙ୍କର ୟୁଜର ଆଇଡି ଏବଂ ପାସୱାର୍ଡ ଦେଇକି ଆପଣ ଲଗ୍ଇନ୍ କରିକି ଆପଣଙ୍କର ଯୋଉ ଇଣ୍ଟିମେସନ ଲେଟର ଅଛି ତାହା ଡାଉନଲୋଡ କରିବେ। ସେଥିରେ ଆପଣଙ୍କର ସବୁ କିଛି ମେନସନ ଥିବ, ଠିକ ଅଛି। ତ ଦେଖନ୍ତୁ ଏଇଠି ଆପଣଙ୍କ କଲେକ୍ଟର ଅଫିସରେ ଡକୁମେଣ୍ଟ ଭେରିଫିକେସନ କରାଯିବ ବୋଲି ଏଇଠି ଆପଣଙ୍କୁ ମେନସନ କରାଯାଇଛି କଲେକ୍ଟର ଅଫ ଇଚ୍ ଡିଷ୍ଟ୍ରିକ୍ଟ ଆସ୍ ପର ଶିଡ୍ୟୁଲ, ଠିକ ଅଛି। କିନ୍ତୁ ଏଇଠି ମଧ୍ୟ ଆପଣଙ୍କର ବହୁତ ସାରା ପିଲା ସିଲେକ୍ସନ ହେଇଛନ୍ତି ଆପଣଙ୍କର ପିଜି ରେ, ଠିକ ଅଛି। ତ ଯୋଉ ପିଲାମାନେ ସିଲେକ୍ସନ ହେଇଛନ୍ତି ଆପଣମାନଙ୍କୁ କଂଗ୍ରାଚୁଲେସନ ଆଜ୍ଞା। ଏବଂ ୟା ପରେ ଦେଖନ୍ତୁ ଆପଣଙ୍କର ରହିଛି କଣ ନା ଆପଣଙ୍କର ହିନ୍ଦୀ ପିଲାଙ୍କର ରହିଛି। ତ ଦେଖନ୍ତୁ ଇଏ ହେଲା ଆପଣଙ୍କର ହିନ୍ଦୀ ପିଲାଙ୍କର ରହିଛି ଏଠି ଡକୁମେଣ୍ଟ ଭେରିଫିକେସନ ଲିଷ୍ଟ, ଯୋଉଟା କି ଆପଣଙ୍କର ଆଡିସନାଲ ପିଲାମାନେ ଯୋଉଠି ଆଡ୍ ହେଇଛନ୍ତି, ଠିକ ଅଛି। ୟାଙ୍କର ମଧ୍ୟ ସେ ସେମ୍ ଡେ 5 ଫେବୃଆରୀ 2024 ରହିଛି ଡକୁମେଣ୍ଟ ଭେରିଫିକେସନ, ଠିକ ଅଛି। ଏବଂ ଯୋଉ ବାୟୋଡାଟା ଫର୍ମ ଯୋଉ ଆପଣମାନଙ୍କର ଗୋଟେ କନଫ୍ୟୁଜ ଥାଏ, ସେ ବାୟୋଡାଟା ଫର୍ମ ହେଲା ଆପଣଙ୍କର ଆପ୍ଲିକେସନ ଫର୍ମଟି। ଏବଂ ଦେଖନ୍ତୁ ଏଇଥିରେ ମଧ୍ୟ ଆପଣଙ୍କର ସାଇଟ୍ ମେନସନ କରାଯାଇଛି। ଏଇ ସାଇଟରେ ଆପଣମାନେ ଆପଣଙ୍କ ଇଣ୍ଟିମେସନ ଲେଟର ଡାଉନଲୋଡ କରିପାରିବେ। ତ ଦେଖନ୍ତୁ ଏଠି ମଧ୍ୟ ଆପଣଙ୍କର ପିଲାମାନେ ସବୁ ସିଲେକ୍ସନ ହେଇଛନ୍ତି ଡିଷ୍ଟ୍ରିକ୍ଟ ୱାଇଜ, ଠିକ ଅଛି। ତ ଯୋଉମାନେ ମଧ୍ୟ ସିଲେକ୍ସନ ହେଇଛନ୍ତି ଆପଣଙ୍କ ଟାଇମଲି ଯାଇକି ଆପଣଙ୍କ ଯୋଉ ଇଣ୍ଟିମେସନ ଲେଟର ଇସ୍ୟୁ କରାଯିବ ତାକୁ ଆପଣମାନେ ଡାଉନଲୋଡ କରିବେ ସାଇଟକୁ ଯାଇକି। ଏବଂ 5 ତାରିଖ ଦିନ ଆପଣଙ୍କ ସମସ୍ତଙ୍କର ସାଂସ୍କ୍ରିଟ, ପିଟି, ହିନ୍ଦୀ ସମସ୍ତଙ୍କର ରହିଛି ଡକୁମେଣ୍ଟ ଭେରିଫିକେସନ, ଯାଇକି ଡକୁମେଣ୍ଟ ଭେରିଫିକେସନ କରିବେ, ଠିକ ଅଛି। ତ ଏଥିରେ ଛୋଟିଆ ଇନଫର୍ମେସନ ଟି, ଯଦି ଭିଡିଓଟି ଭଲ ଲାଗିଥାଏ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଏବଂ ବହୁତ ସାରା ଭଲ ପାଇବା ଦିଅନ୍ତୁ। ଜୟ ଜଗନ୍ନାଥ।